ବନ୍ୟାରେ ଭାସି ଆସିଲେ ହଜାର ହଜାର ସାପ ଫଣା ଟେକି ବୁଲୁଛନ୍ତି, ଗୋଡେଇ ଗୋଡେଇ ଚୋଟ ମାରୁଛନ୍ତି। ରାସ୍ତାରେ ପାଣି ଖେଳୁଛନ୍ତି ନାଗନାଗୁଣୀ। ଘର ଆଗରେ କୁମ୍ଭୀର କୋବ୍ରା ଆତଙ୍କ। ବିଷଧର ସାପ ପାଇଁ ଘରେ ପଡ଼ିଲା ତାଟି କବାଟ। ପ୍ରବଳ ବନ୍ୟା, ଚାରିଆଡେ ପାଣି। ଗୋଟେ ପଟେ ଜଳ ପାଇଁ ଜୀବନ ଛଟପଟ ହେଉଥିବା ବେଳେ ଅନ୍ୟପଟେ ସାପ ଚୋଟରେ ଯାଉଛି ମଣିଷଙ୍କ ଜୀବନ। ଭୟଙ୍କର ବନ୍ୟା ଖାଲି ମଣିଷର ଘରଦ୍ୱାର ଭାଙ୍ଗିନି, ବରଂ ଭାଙ୍ଗି ଦେଇଛି ବି ସରୀସୃପଙ୍କ ବାସସ୍ଥାନ। ଯେତେବେଳେ ବନ୍ୟା ସୁଅରେ ସାପ ଫାର୍ମ ଭାଙ୍ଗି ଯାଇଛି, ଠିକ୍ ସେତିକି ବେଳେ ଖୋଲି ଯାଇଛି ଫାର୍ମର ସବୁ କବାଟ। ଆଉ ତାପରେ ମୁକୁଳି ଆସିଛନ୍ତି ବର୍ଷ ବର୍ଷ ଧରି କଏଦ ହୋଇ ରହିଥିବା ହଜାର ହଜାର ବିଷଧର ସାପ। ବନ୍ୟା ପାଣିରେ ଭାସି ଆସିଥିବା ସାପ ଜନବସତିରେ ପଶିଛନ୍ତି, ଆଉ ଚୋଟ ମାରି ଲୋକଙ୍କୁ କ୍ଷତାକ୍ତ କରିଛନ୍ତି। ଏକା ସାଙ୍ଗରେ ଏତେ ସାପ ବାହାରେ ଫଣା ଟେକି ବୁଲୁଥିବା ଦେଖି ଭୟଭୀତ ହୋଇଛନ୍ତି ଲୋକେ।